ପିଲାମାନେ ଆଜି ଆମେ ପ ଏବଂ ଫ କୁ ବ୍ୟବହାର କରି କେତେଗୁଡ଼ିଏ ଅବନା ଶବ୍ଦ ଜାଣିବା। ପ୍ରଥମେ ପ କୁ ବ୍ୟବହାର କରି ଅବନା ଶବ୍ଦ ଜାଣିବା। ଏବେ ଦୁଇ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ପ ର ପର ପ ଟ ପଟ। ଏବେ ତିନି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ପ ବ ନ ପବନ ପ ର ଳ ପରଳ ପ ଲ କ ପଲକ ପ ହର୍ଷଇ ଡ ପଇଡ ପ ହ ଡ ପହଡ଼ ପ ତ ର ପତର ପ ଥ ର ପଥର ପ ୟ ର ପୟର ପ ହର୍ଷଉ ମୂର୍ଧନ୍ୟ ଷ ପୌଷ ପ ଣ ଦନ୍ତ୍ୟ ସ ପଣସ ପ ତ ନ ପତନ ଏ ପ ଟ ଏପଟ ଅ ପ ର ଅପର ହର୍ଷଉ ପ ର ଉପର ଛ ପ ର ଛପର ଛ ପ ନ ଛପନ ଦନ୍ତ୍ୟ ସ ପ ନ ସପନ ତ ଡ଼ ପ ତଡ଼ପ। ଏବେ ଚାରି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଅ ପ ଲ କ ଅପଲକ ଅ ପ ଚ ୟ ଅପଚୟ ହର୍ଷଉ ପ ତାଲବ୍ୟ ସ ମ ଉପଶମ। ଏବେ ପାଞ୍ଚ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଅ ପ ହ ର ଣ ଅପହରଣ ହର୍ଷଉ ପ ନ ୟ ନ ଉପନୟନ କ ଳ ପ ଟ କଳପ ବଟ। ଏବେ ଫ କୁ ବ୍ୟବହାର କରି କେତେଗୁଡ଼ିଏ ଅବନା ଶବ୍ଦ ଜାଣିବା। ପ୍ରଥମେ ଦୁଇ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଫ ଳ ଫଳ କ
ଫ ଫ ଏବେ 3 ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଫ ଫ ଦନ୍ତ୍ୟ ସ ଦନ୍ତ୍ୟ ସ ଲ ଲ ଫସଲ ଫସଲ ଫ ଫ ହର୍ଷ ଉ ହର୍ଷ ଉ ବର୍ଗ୍ୟ ଜ ବର୍ଗ୍ୟ ଜ ଫଉଜ ଫଉଜ ଫ ଫ ର ର କ କ ଫରକ ଫରକ ବ ବ ର ର ଫ ଫ ବରଫ ବରଫ ଦନ୍ତ୍ୟ ସ ଦନ୍ତ୍ୟ ସ ଫ ଫ ଳ ଳ ସଫଳ ସଫଳ ଏବେ 4 ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ମ ମ ଫ ଫ ଦନ୍ତ୍ୟ ସ ଦନ୍ତ୍ୟ ସ ଲ ଲ ମଫସଲ ମଫସଲ ଫ ଫ ଳ ଳ ଗ ଗ ଛ ଛ ଫଳ ଗଛ ଫଳ ଗଛ ଫ ଫ ର ର ଫ ଫ ର ର ଫର 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 ଅ ଅ ଦନ୍ତ୍ୟ ସ ଦନ୍ତ୍ୟ ସ ଫ ଫ ଳ ଳ ଅସ ଫଳ ଅସ ଫଳ ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆସନ୍ତା ଭିଡ଼ିଓରେ।